ଆଜି କଥା ଯିଏ ରଖେ କାଲି ଅଭ୍ୟାସ କରେ ପୋଷା ପାଲିକି ସବୁଦିନ ତା ପୋଷା ପାଲି ଖେଳିବ ନିଜ ମାଇପକୁ ପଠାଏ ହାଟେ ଏ 3 ଖଣ୍ଡ ଲକ୍ଷ୍ମୀ ତୁଟେ। କଣ ଓଡିଆରେ କଣ ଅଛି ଚାରିଟା ଯୋଉ କଥା କହିଲ? ପିତା ଋଣବତୀ ଶତ୍ରୁ, ମାତା ଶତ୍ରୁ ଦୋଚାରୁଣୀ, ଭାର୍ଯ୍ୟା ରୂପବତୀ ଶତ୍ରୁ, ପୁତ୍ର ଶତ୍ରୁ ଅପଣ୍ଡିତା। ମାନେ ପିତା ଋଣ କରିଛି ମରିଗଲା, ପୁଅର ଶତ୍ରୁ, ପୁଅକୁ ଯିଏ ମାଗିବ ପୁଅ ଯୋଉ ଠିଆ ହବ ତୋ ବାପା ବା ନେଇଥିଲା ଦେଇନି ତୁ କଣ ଠିଆ ହେଇଛୁ, ବାପା ଧାର କରିଛି ପୁଅ ଶୁଣିବାକୁ ପଡ଼ିବ ଯୋଉଠି ଯିବ ବାପା ପା ଜଳ ଏହାଟା ଖର୍ଚ୍ଚ କରିଛି ପିତା ଋଣବତୀ ଶତ୍ରୁ। ପୁଅ ଯଦି ଭାବୁଥିବ କ'ଣ ବାପା ମୋର ଗୋଟା ବୋଝ କରିଦେଇ ଯାଇଛି, ପିତା ଋଣବତୀ ଶତ୍ରୁ, ମାତା ଶତ୍ରୁ ଦୋଚାରୁଣୀ, ମା ଯଦି ଦୋଚାରୁଣୀ ହୁଏ ମା ଯିଏ ନାହିଁ ସିଏ କହିବ ତ ମା ଘରୁ ପଚାରିବୁ ତୁ ପୁଅ କାହାର, ମାର ବେଶାବୃତ୍ତି କାମ କରିଛି କି ବଦନାମ କରିଛି ମୋ କହିବା କଥା ମା ଦୋଚାରୁଣୀ। ଭାର୍ଯ୍ୟା ରୂପବତୀ ଶତ୍ରୁ, ଭାର୍ଯ୍ୟା ଯଦି ରୂପବାନ ହେଲା ସ୍ୱାମୀ ବି ଯାଇପାରିବନି, ସବୁବେଳେ ସ୍ତ୍ରୀ କଥା ମନେ ପଡ଼ୁଥିବ କାହିଁକି ନା ସ୍ତ୍ରୀର ରୂପ ଅଛି ବିଭିନ୍ନ ପ୍ରକାର ଅସଙ୍ଗତ କାମ ସେ କରିପାରେ ପାରେ। ପୁତ୍ର ଶତ୍ରୁ ଅପଣ୍ଡିତା, ମୂର୍ଖ ମୂର୍ଖ ପୁଅ ଯଦି ହେଲା ସେ ବାପ ଶତ୍ରୁ ଆଗେ ବାପକୁ ବାଡ଼ିବ।